ସାର୍ ସାର୍ ଗୋଟେ ଜରୁରୀ କଥା ଥିଲା ସାର୍। କଣ କୁହ? ନାଇଁ ସାର୍, ସେ କଥାଟା ଏମିତି ଖୋଲାଖୋଲି ଭାବରେ ଆଲୋଚନା କରିହେବନି। ଠିକ ଅଛି, ତାହେଲେ ଭିତରକୁ ଚାଲ। ନାଇଁ ସାର୍, କଥାଟା ଭିତରେ ମଧ୍ୟ ଆଲୋଚନା କରିହେବ ନାହିଁ। ଆଶ୍ଚର୍ଯ୍ୟ, କଣ ଏମିତି କଥା? କଥାଟା ସେମିତି ଗୋପନୀୟ ବୋଲି ଆମେ ବାହାରେ କୌଣସି ଜାଗାରେ ଆପଣଙ୍କ ସହିତ ଆଲୋଚନା କରିବାକୁ ଚାହୁଁଛୁ। ଠିକ ଅଛି, ଏବେ ତମ ପାଖରେ ସମୟ ନାହିଁ। ମୁଁ ସୀତା ଓ ପୁଅକୁ ଧରି ଗାଁକୁ ବାହାରୁଛି। ତମେ ଗୋଟେ କାମ କର, ମୋ ଆର ଗାଡି ନେଇ ମୋ ପଛେ ପଛେ ଆସ, ସେଇଠି ବସି କଥାବାର୍ତ୍ତା ହବା। ଠିକ ଅଛି ସାର୍। ଗାଁରେ ସୁବିଧା ଦେଖି ଅମରକୁ ଏକୁଟିଆ ନେଇ ତା କାନରେ ଏ କଥାଟା ପକେଇ ଦେବାକୁ ପଡିବ। ହଁ ମାମୁ। ଡ୍ରାଇଭର ବାବୁ ଡିକିଟା ଖୋଲିଲ। ହଁ ଖୋଲୁଛି। ଦାଦାକୁ ଯାଇକି ଜମା ଭୁଲିବୁନି। ଯା, ମା ପାଖକୁ ଯା। ଯା ମାମା ପାଖକୁ ଯା ଯା ଯା। ଏ ଟୋକା ବି ବଡ ହେଲେ ବୋପା ଭଳିଆ ଦୁଷ୍ଟ ହବ। ଆଚ୍ଛା ସନା, ଘର ଜଗିଥିବୁ। ଆଜ୍ଞା ଆଚ୍ଛା ତମାନେ ମୋ ଆର ଗାଡି ଧରି ମୋ ପଛେ ପଛେ ଗାଁକୁ ଆସ। ଆଜ୍ଞା। ପ୍ରେମ, ତୁ ଜମା ବ୍ୟସ୍ତ ନି। ମୁଁ ଗାଁରେ ପହଞ୍ଚି ହରିମୋଶଙ୍କ ସାଙ୍ଗେ କଥାବାର୍ତ୍ତା କରି ତୋ ବାହାଘର ଫାଇନାଲ କରି ଆସିବି। ବଡ ହେଇଗଣି ତ ଆଉ ଢିଲା ଦବା ଜମା ଠିକ ହବ ନାହିଁ। ଟାଟା। देख मत नहीं टाटा। हाँ आग मु नाती छुआ को खीरी चटेगी। नियो बापा नियो। खा 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 खा। ने माँ तू खीरी चटे दे। हाँ ले 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 ले। हाँ सीमा, को कथा कहियो परा कहतलो? ସାର୍, ଆପଣଙ୍କ ଅଜାଣତରେ ସବୁ ସୋମବାର ଦିନ ଆପଣଙ୍କ ଘର ଭିତରକୁ ଗୋଟେ ଭୟଙ୍କର ସାପ ଆସି କ୍ଷୀର ପିଉଛି। ସାପ ଆସି କ୍ଷୀର ପିଉଛି? ହଁ। କଣ ତୁମେ କହିବାକୁ ଚାହ? କଥାଟା ଅପ୍ରିୟ ହେଲେ ବି ସତ ସାର୍। ପ୍ରତାପ ବାବୁ, ହଁ ସାର୍, ମୁଁ ମଧ୍ୟ ମୋ ନିଜ ଆଖିରେ ଦେଖିଛି। ଆଉ ଯିଏ ସବୁଦିନ ସାପକୁ ନିଜ ହାତରେ କ୍ଷୀର ପିଆନ୍ତି ସେ ଭଲ ଭାବରେ ଜାଣିଛନ୍ତି ଯେ ସାପ ଆପଣଙ୍କ ଶତ୍ରୁ ଆଉ ସାପକୁ ଆପଣ ଘୃଣା କରନ୍ତି ବୋଲି। କିଏ ସେ? କାହାର ଏତେ ସାହସ? ଶୀଘ୍ର କୁହ, କିଏ ମୋ ଘରେ ସାପ କ୍ଷୀର ପିଉଛି? ସୀତା ମ୍ୟାଡାମ। ସୀମା, ମୁଁ ଜାଣେ ଆପଣ ମୋ କଥା ଶୁଣି ହଠାତ୍ ବିଶ୍ୱାସ କରିବେନି, କିନ୍ତୁ ଆପଣ ଯଦି ଆମ କଥାକୁ ବିଶ୍ୱାସ କରି ଧୈର୍ଯ୍ୟର ସହିତ ଅପେକ୍ଷା କରିବେ ଆମେ ଆପଣଙ୍କୁ ପ୍ରମାଣ ସହିତ ଦେଖେଇଦେବୁ। ନା, ମିଛ, ସବୁ ମିଛ। ମୁଁ ତମ କଥାକୁ ବିଶ୍ୱାସ करे ନା କି ତୁମର କୌଣସି କଥା ଶୁଣିବାକୁ ଚାହେଁ ନା। ମତେ ତ ଆଶ୍ଚର୍ଯ୍ୟ ଲାଗୁଛି, ମୋରି ଖାଇ ମୋରି ଆଗରେ ମୋ ସ୍ତ୍ରୀ ନାଁରେ କହିବାକୁ ତୁମର ସାହସ ହେଲା କେମିତି? କିନ୍ତୁ ସାର୍, କିନ୍ତୁ ଫିନ୍ତୁ ମୁଁ କିଛି ଶୁଣିବାକୁ ଚାହେଁ ନା। କେବଳ ସୀତା ନାଁରେ ମିଛ କହି ତାକୁ ବଦନାମ କରି ମୋଠୁ ତାକୁ ଅଲଗା କରିଦେବା ପାଇଁ ଏ ତମମାନଙ୍କର ଗୋଟେ ହୀନ ଚକ୍ରାନ୍ତ। ସାର୍, ଆପଣ ଆମକୁ ଭୁଲ ନ ବୁଝି ଆମ କଥା ବୁଝିବାକୁ ଚେଷ୍ଟା କରନ୍ତୁ। ନା, ତମମାନେ ହଉଛ ନିମ ଖରାପ, ବେଇମାନ, ନିଜେ ଗୋଟେ ଗୋଟେ ସାପ। ଆଜି ଯାଇ ତମମାନଙ୍କୁ ମୁଁ ଦୁଧ ପିଇ ପଶି ଆସିଥିଲି, ହେଲେ ଆଉ ନୁହେଁ। ଆଜି ତମମାନେ ଚାକିରି ଛାଡ଼ି ବାହାରି ଯାଅ। ସାର୍, ଆମ କଥା ଯଦି ମିଛ ପ୍ରମାଣିତ ହୁଏ ଆପଣ ନିଜ ହାତରେ ଆମକୁ ଗୁଳି କରିଦେବେ।